हेलो फ्रेंड जय जगन्नाथ तो ମୁଁ ଆଉଥରେ ପଳେଇ ଆସିଛି ଆମ କେଉଁଝର ମୀନାବଜାର ବୁଲିବା ପାଇଁ ତ ଆଜି ଡେ 3 ପାଖାପାଖି ହେଇଗଲାଣି ମୁଁ ଆସିଛି ତ ଦେଖନ୍ତୁ ବହୁତ ସୁନ୍ଦର ସୁନ୍ଦର ଏଠି ସବୁ ଜିନିଷ ଅଛି ତ ଆଜି ଆସିବାର କାରଣ ଏଇକି ଯେ ଫାଷ୍ଟ ଯେତେବେଳେ ଆମ ରାମଦୋଳିଟା ହେଇଥିଲା ଆପଣମାନେ ଦେଖିଥିବେ ମୁଁ ଯେତେବେଳେ ଛାଡ଼ିଥିଲି ଭିଡ଼ିଓ ତ ସେଥିରେ ଅଧା ଲାଇଟ୍ ଜଳୁଥିଲା ଆଜି ପୁରା ଲାଇଟ୍ ଜଳୁଛି ତ ମୁଁ ସେଇଟା ଦେଖିବା ପାଇଁ ଆସିଛି ମୀନାବଜାର ତ ଏଠି ଆମର ଦେଖନ୍ତୁ ସୁନାମୀ ଦୋଳି ପୁରା ବହୁତ ଭଲ ସେ ପୁରା ଚାଲିଛି ଯୋଉ ବନ୍ଦ ହେଇଯାଇଥିଲା ଏବେ ପୁଣି ଆଉଥରେ ଷ୍ଟାର୍ଟ ହେଇଯାଇଛି ସବୁ ଦୋଳି ଖାଲି ଗୋଟେ ଦୋଳି ହିଁ ଯୋଉଥିରେ ଲୋକମାନେ ଅଟକିଥିଲେ ସେଇଟା ଏବେ ବି ଷ୍ଟାର୍ଟ ହେଇନି ତ ଆମେ ଦି ଭଉଣୀ ଏଠି ଆସିଛୁ ଯେହେତୁ ବର୍ଷା ପାଗ ହେଇଥିଲା ଟିକେ ମଟର ସୁପ୍ ପିଇବା ପାଇଁ ପଳେଇ ଆସିଥିଲୁ ତ ଦେଖନ୍ତୁ ମଟର ସୁପ୍ ମାନେ ପାଖରେ ବି ବହୁତ ଭିଡ ଥିଲେ ବର୍ଷା ହେଲେ ବି କିନ୍ତୁ ମୀନା ବଜାର ଆମ ଭିଡ ଜମା କମୁନଥାନ୍ତି ତ ଆମେ ଏଇଠି ଅର୍ଡର ଦେଇ ଦେଇଥିଲୁ ମଟର ସୁପ୍ ଜାଗାଟା ଏତେ ଭିଡ ଥିଲେ ତ ସେ ସାଙ୍ଗେ ସାଙ୍ଗେ ଦେଲା ଆମକୁ ଗରମା ଗରମ ତ ମୋ ଭଉଣୀର ଏକ୍ସପ୍ରେସନ ଦେଖନ୍ତୁ ଏତେ ରାଗ ହେଇଥିଲା ବହୁତ ଟେଷ୍ଟି ଥିଲା କିନ୍ତୁ ଟେଷ୍ଟି ତ ଥିଲା ତାପରେ ଆମେ ଖାଇସାରିଲା ପରେ ପୁଣି ଥରେ ବୁଲିବା ଷ୍ଟାର୍ଟ କରିଦେଲୁ ସବୁଆଡେ ଯେତେ ଯାହା ହେଲେ ବି ଯେହେତୁ ଆମେ କେଉଁଝରିଆ ମୀନା ବଜାର ଅଛି ତ ଆମେ ପୁଣି କେମିତି ଆସିବୁନି ଦେଖିବା ପାଇଁ ତ ସେଟା ଇମ୍ପସିବଲ ତ ଯେତେ ଦିନ ବି ଅଛୁ କେଉଁଝର ପୁରା ମୀନା ବଜାର ପୁରା ଧୂଆଁ କରିଦେଇଛୁ ବୁଲି ବୁଲିକା ଏତେ ବୁଲିଛୁ କୁହନ୍ତୁନି ତ ତାପରେ ବି ନିଶା ଛାଡେନି ଯେତେ ବୁଲିଲେ ବି ଇଚ୍ଛା ହବ କି ଆଜି ବି ଆଉଥରେ ଯିବି ବୋଲି ଆଉ କିଛି ନୂଆ ଆଣି ତାପରେ ଆମେ ଆଉ ଗୋଟେ ନୂଆ ଜିନିଷ ଟ୍ରାଏ କଲୁ ଦେଖନ୍ତୁ ଏଇ ଜିନିଷଟା ଯୋଉଟା କି ମାନେ ମଲାଇ କୁଲଫି ଯୋଉଟା କି 30 ରୁପିଜରେ ମିଳୁଛି ମଲାଇ ଟାଇପ ର ବହୁତ ଟେଷ୍ଟି ଥିଲା ମାନେ ଖାଇଲା ପରେ ଆପଣ ଜାଣିବେ ପୁରା ମେଲ୍ଟ ହେଇଯିବ ପାଟିକୁ ନେବା ମାନେ ମେଲ୍ଟ ଦେଖନ୍ତୁ ମୋ ପଛରେ ରାମଦୋଳିଟା କେତେ ସୁନ୍ଦର ଦେଖାଯାଉଛି ତ ଏଇଟାକୁ ହିଁ ମୁଁ ଦେଖିବା ପାଇଁ ମୁଁ ପୁଣି ଥରେ ଆଜି ଆସିଲି ଖାଲି ଏହାର ଭିଡିଓ ଆଉ ଫଟୋ ନେବା ପାଇଁ ତ ଭାବନ୍ତୁ କେତେ ଏକ୍ସାଇଟେଡ ଥିବି ମୁଁ ଦୋଳିରେ କେବେ ବସେନି ମତେ ବହୁତ ଡର ଲାଗେ କିନ୍ତୁ ଦେଖିବା ପାଇଁ ବହୁତ ଭଲ ଲାଗେ ତ ଏଇଠି ଦେଖନ୍ତୁ ରାମଦୋଳିକୁ ଦେଖଉଛି ବହୁତ ସୁନ୍ଦର ଦେଖାଯାଉଥିଲା ତ ଦୋଳି ତ ସବୁ ବନ୍ଦ ହେଇଥିଲା ବୋଲି ବହୁତ ମନ ଦୁଃଖ ଥିଲା ସମସ୍ତଙ୍କର କିନ୍ତୁ ଏବେ ସବୁ ଦୋଳି ଷ୍ଟାର୍ଟ ହେଇଯାଇଛି ଗୋଟେ ଦୋଳି ହିଁ କେବଳ ନାହିଁ ତ ସେପଟେ ଦେଖନ୍ତୁ ରାମଦୋଳି ସହିତ ଡଙ୍ଗା ଦୋଳିର କମ୍ବିନେସନ ଟା କେତେ ସୁନ୍ଦର ଲାଗୁଛି ତ ଯୋଉମାନେ ବି ଏଠି କେଉଁଝରିଆ ଆମ ଲୋକମାନେ ଦେଖୁଥିବେ ତ ତାଙ୍କୁ ସେମାନେ ଟିକେ ପ୍ଲିଜ କମେଣ୍ଟ କରିଦେବେ କି କଣ କଣ ସବୁ ଆପଣ ମାନେ ଖାଇଲେଣି ତ ତାପରେ ଆମେ ଷ୍ଟାର୍ଟ ହେଇଗଲୁ ଭେଲପୁରୀ ଖାଇବା ପାଇଁ ତ ଆଜି ମୋର ଖାଇବାର ସବୁ ଇଚ୍ଛା ଥିଲା ଭେଲପୁରୀ ବି ଏତେ ଟେଷ୍ଟି ଥିଲା ବହୁତ ହିଁ ज्यादा ଟେଷ୍ଟି ଥିଲା ତାପରେ ଖାଇସାରିଲା ପରେ ପୁଣି ଥରେ ଆମେ ବୁଲିବା ପାଇଁ ପଳେଇ ଆସିଲୁ ବର୍ଷା ପାଇଁ ବହୁତ ପୁରା ମାନେ ପୁରା କାଦୁଅ ସବୁ ଆଡେ ହେଇଯାଇଥିଲା କିନ୍ତୁ ବୁଲିବା ଆମେ ଛାଡିବୁନି କେବେ ବି ତ ସେଥିପାଇଁ ବୁଲି ସାରିଲୁ ତ ମୁଁ ଯୋଉ ଦୋଳିଟା କଥା କହୁଥିଲି କି ବନ୍ଦ ହେଇକି ଅଛି ସେଇଟା ହେଲା ଏଇଟା ଏବେ ବି ସେ ଉପରେ ହିଁ ଅଛି ତଳକୁ ଆସିନି ତାର ମେ ବି କଣ ପ୍ରୋବ୍ଲେମ ଥିବ ତାପରେ ଆଉ ଗୋଟେ ଛୋଟ ଜିନିଷ ଦେଖନ୍ତୁ ମୂଷା ଯଦି ମୋ ଗୁଡାକ କେତେ ଭିଡିଓଟି କ୍ୟୁଟ ଆପଣମାନଙ୍କୁ ଭଲ ଲାଗୁଛନ୍ତି ଲାଗିଥିବ ତାହେଲେ ଲାଇକ୍, ସେଣ୍ଡ, ସବସ୍କ୍ରାଇବ କରିଦେବେ।